ଏଠି ଆସି ସାର୍ ଛେନା କାଟୁଛେ, ଛେନା କାଟିକି ଦୁକାନ ଦୁକାନ ଦଉଛେ। ଆଚ୍ଛା, କେମିତି କଣ ଛେନା ଯାଉଛି, କେତେ per day ଯାଉଛି, କେମିତି କଣ 30 ରୁ 40 50 ଭିତରେ ଆଉ। ଯାଉଛି? ଆଜ୍ଞା। କ୍ଷୀର କେମିତି କଣ ଆଣୁଛନ୍ତି? କ୍ଷୀର ସାର୍ ସବୁ ଚାଷୀ ଧରା ବନ୍ଧା, ଆଚ୍ଛା 4 କୁଇଣ୍ଟାଲ 3.5 କୁଇଣ୍ଟାଲ ଏମିତି ଆସୁଛି ଡେଲି ପର ଡେ ଆଉ। ଆଚ୍ଛା ହୁଁ। ଆଚ୍ଛା, ଯୋଉ ଆପଣଙ୍କର କୋଉ ଭଳିଆ ଗୋଟେ ଅକେଜନାଲି ପଡିବ ପର୍ବପର୍ବାଣିରେ, ଧର ଆପଣଙ୍କର ଲିମିଟ ରହୁଛି କ୍ଷୀରରେ, ଧରାଯାଉ ଲିମିଟ ଆପଣଙ୍କର ପ୍ରତିଦିନ ଆପଣ 20 କେଜି ଛେନା ବାହାର କରିବେ, ହୁଁ। ଧର ଯେତେବେଳେ ଗୋଟେ ପର୍ବପର୍ବାଣିରେ ପଡୁଛି, ଯେତେବେଳେ ଅଧିକ ଅର୍ଡର ଆସେ, ସେତେବେଳେ କଣ କରନ୍ତି? ଆମେ ସାର୍ ଯୋଉ ପାଉଡର ଆସେନି କି, ହୁଁ। ସେ ପାଉଡର ଯୋଉ ଆପଣଙ୍କର GST ବିଲ୍ ଆମକୁ ଦେଇତେ ପଡିବ। ଯଦି ଆଣିମୁ 4ଟା ବି ଆଣିମୁ GST ବିଲ୍ ଦେବାକୁ ପଡିବ, 5ଟା ବି ଆଣିଲେ GST ବିଲ୍ ଦେବାକୁ ପଡିବ, ଗୋଟେ ଆଣିଲେ ବି GST ବିଲ୍ ଦେବାକୁ ପଡିବ ପାଉଡର। ପାଉଡର ସେଟା ଆଜ୍ଞା। କି ପାଉଡର? ଆପଣଙ୍କର ଛେନା ପାଉଡର ସେଟା ପକେଇବା ଦ୍ଵାରା ପକେଇଲେ ସେ ଛେନା ସାର୍ କ୍ଷୀର ସାଙ୍ଗରେ ମିଶେଇଲେ ଯାଇକି ଛେନାଟା ହବ। ସେଟା ଟିକେ ଅଧିକା ହବ, ହଁ ବହଳିଆ ହେଇକି ସେଟା, ହଁ ଅଧିକା। ବଢିଆ ହେଇକି ଆଉ। ସେଟା କେମିତି କଣ ପକାଯାଏ, ତା ପ୍ରୋସେସ କେମିତି? ସାର୍ ତାକୁ ଗୋଟେ ପାଉଡର 10 କିଲୋ ପାଣିରେ ହୁଁ। ଗୁଳା ଯିବ। ଗୁଳା ହେଲା ପରେ ସେ କ୍ଷୀର ସାଙ୍ଗରେ ପାଇଲି ହେଇଯିବ। ଆଚ୍ଛା ଆଚ୍ଛା, ହେଲା ଆଉ ଜଣା ପଡିବ ନା ସ୍ୱାଦ କେମିତି ଲାଗେ? ସ୍ୱାଦ ସାର୍ କ୍ଷୀର ଛେନା ଯେମିତି ସେମିତି ସ୍ୱାଦ। ଦେହ ପାଇଁ କ୍ଷତିକାରକ ନା ସାର୍ କ୍ଷତିକାରକ ନୁହେଁ, ଭଲ? ସେ ଭଲ ସାର୍। ସିଏ ଆପଣ ସେ GST ପାଉଡର ବିଲ୍ ସେ ଦଉ, ପାଉଡର ନାଁ ସବୁ କଣ ସବୁ? ଗୋଟେ ଅଛି ଶ୍ରୀମନ୍ତ ଅଛି, ଗୋଟେ ଅଛି ଚନ୍ଦ୍ରକମଳର ଅଛି, ଆଉ ଗୋଟେ ଅଛି ସାର୍ ଟୁଡେ ଅଛି, ପାରସ ଅଛି, ବାସ୍। ଆପଣ କଣ ପାରସ ନା ସାର୍ ମୁଁ ଆଣେ ଚନ୍ଦ୍ରକମଳ ନହେଲେ ଶ୍ରୀମନ୍ତ। ସେଟା କୋଉଠୁ ଆଣନ୍ତି ସେ? ମୁଁ ସାର୍ ଆଣେ ଏଠୁ ବାଲେଶ୍ୱରରୁ ଆସନ୍ତି, ଦିଅନ୍ତି ପଠାନ୍ତି। ଆଉ ଏଠୁ ସାର୍ ଜଣେ ମାର୍କୁଣା ଭଦ୍ରକରୁ ଜଣେ ଅଛନ୍ତି। ସେମାନେ ପଠେଇ ଦିଅନ୍ତି, ହୁଁ, ଗାଡିରେ ପଠେଇ ଦିଅନ୍ତି? ଗାଡିରେ ପଠେଇ ଦିଅନ୍ତି। ମୋର ଧର ଆଜି ଗୋଟେ ବସ୍ତା ଦରକାର, ମୁଁ ଗୋଟେ ବସ୍ତା 4 ଦିନ ଯିବ, ମୁଁ ଗୋଟେ ବସ୍ତା ପାଇଁ 4 ଦିନ ପାଇଁ ମଗେଇ ଦିଏ, ତାପରେ ପଇସାଟା ତାଙ୍କ ସେଟା ଆଜି ପକେଇବେ ନା, ଆଜି ପକା ହଉଛି ନା? ନା ସାର୍ ଆଜି ପକା ହେଇନି। ସେଟା କେମିତି କଣ ପକା ହବ, ପ୍ରୋସେସିଂ ଟା ଟିକେ? ଏଇପା ସାର୍ କହିଲି ଆପଣଙ୍କୁ 10 କିଲୋ ପାଣି ନେବେ, ଗୋଟେ ପାଉଡର ନେବେ କେଜିଏ, ନେଇକି ତାକୁ 10 କିଲୋ ପାଣି ଭିତରେ ତାକୁ ପୁରା ସାର୍ କରାଯିବ। କ୍ଷୀରକୁ ଯେ ଆଉଟା ଯାଏ ଏମିତି ହଁ ହଁ ଏମିତି ପୁରା ମଗରେ ଆଉଟା ହେଲା। ଆଉଟା ହେଲା ପରେ ସାର୍ କ୍ଷୀର ସାଙ୍ଗରେ ପାଇଲି ହେଇଯିବ। ସେଟା ସେଇ ଯୋଉ 10 କିଲୋଟା ସେ ପାଉଡର ହେଇଗଲା, ପାଉଡର କ୍ଷୀର ହେଇଗଲା। ହଁ କ୍ଷୀର ହେଇଗଲା ସାର୍।